ଏହି ପିତୃପକ୍ଷରେ 16 ଦିନ ଭିତରେ ଯଦି ଆପଣ କାଉକୁ ଏହି 3ଟି ଜିନିଷ ଭିତରୁ କୌଣସି ବି ଗୋଟିଏ ଜିନିଷ ଖୁଆଇଦେବେ ତ ଆପଣଙ୍କର ଜନ୍ମ ଜନ୍ମାନ୍ତର ଗରିବୀ ଦୂର ହୋଇଯିବ। ଜୀବନରେ ଏତେ ସାରା ପଇସା ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ। ଶ୍ରାଦ୍ଧ ପକ୍ଷ ସମୟରେ କାଉକୁ ଭୋଜନ କରାଇବା ବହୁତ ଶୁଭ ଓ ପୁଣ୍ୟଦାୟୀ ହୋଇଥାଏ। ଆମ ଶାସ୍ତ୍ରରେ କାଉକୁ ପିତୃଙ୍କର ଦୂତ କୁହାଯାଏ। ଏହା ମନାଯାଏ କି ଯଦି ଶ୍ରାଦ୍ଧରେ କାଉକୁ ଭୋଜନ ଦିଆଯାଏ ତ ସେହି ଭୋଜନ ପିତୃଙ୍କ ପାଖକୁ ଯାଇ ପହଞ୍ଚିଥାଏ ଆଉ ପିତୃ ପ୍ରସନ୍ନ ହୋଇ ତାଙ୍କ ବଂଶଜଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଆଉ ବାସ୍ତୁଶାସ୍ତ୍ର ଅନୁସାରେ କାଉକୁ କିଛି ଖାସ ଜିନିଷ ଖୁଆଇବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଘରେ ସୁଖ ଶାନ୍ତି ସହିତ ଧନର ବି ବୃଦ୍ଧି ହୋଇଥାଏ। ପ୍ରଥମ ଜିନିଷଟି ହେଉଛି ଅନ୍ନ ଓ କ୍ଷୀରକୁ ମିଶାଇ ଶ୍ରାଦ୍ଧରେ କାଉକୁ ଖାଇବାକୁ ଦେଲେ ଏହା ଆମ ପିତୃଙ୍କୁ ତୃପ୍ତି କରାଇଥାଏ। ଏହି ଉପାୟ ପରିବାର ମଧ୍ୟରେ ଚାଲୁଥିବା ଝଗଡାକୁ ସମାପ୍ତ କରିଦେଇଥାଏ। ଦ୍ୱିତୀୟ ଜିନିଷଟି ହେଉଛି କଳା ରାଶି ଓ ଗୁଡକୁ ମିଶାଇ କାଉକୁ ଖାଇବାକୁ ଦେବା ଦ୍ୱାରା ଆମ ପିତୃଙ୍କର ଆତ୍ମାକୁ ମୁକ୍ତି ମିଳିଥାଏ ଏବଂ ପିତୃ ତାଙ୍କ ବଂଶଜଙ୍କ ଉପରେ ଆଶୀର୍ବାଦ କୃପା କରିଥାନ୍ତି। ତୃତୀୟ ଜିନିଷଟି ହେଉଛି ରୁଟି ଉପରେ ଘିଅ ଲଗାଇ ଅଳ୍ପ ଚିନି ଲଗାଇ ଶ୍ରାଦ୍ଧ ଦିନ କାଉକୁ ଖୁଆଇବା ଦ୍ୱାରା ବ୍ୟକ୍ତିର ଘରେ ଅନ୍ନ ଧନ ଆଉ ସମୃଦ୍ଧି ବନି ରହିଥାଏ। ତ এইভাবে ভিডিও আগুক দেখা পাই আমার চ্যানেল সহিত যোড়ি হয়ে রুহতু। ভিডিও গোটে লাইক করে চ্যানেল কু সবসক্রাইব করে কমেন্ট বক্স রে জয় পিতৃদেব নিহাতি লিখি দিও।